ଛୁଇଁବେ କଣ ଖୋର୍ଦ୍ଧା ଜିଲ୍ଲାର କବି କହିଲେନି ଛୁଇଁବେ ନାହିଁ ତୋତେ ବୋଲିବେ ମୋଢା ଛୁଇଁବେ ନାହିଁ ତୋତେ ବୋଲିବେ ମୋଢା ଛୁଇଁବେ ନାହିଁ ତୋତେ ବୋଲିବେ ମୋଢା ଛୁଇଁବେ ନାହିଁ ବୋଲିବେ ମୋଢା ହରି କାଠ ହେବ ତୋ ପାଇଁ ଲୋଢା ସରଳିଆ ବୋଲା ନାହିଁ ଶୁଣା ପାଖେ ଛୁଇଁବେ ଆଜ୍ଞା ମତେ ମୋ ଭିତରୁ କଣ ବାହାରି ଗଲେ ମତେ କହିବେ ଶବ କଣ ବାହାରିଯିବ ନା ଆତ୍ମା ହଉ କି ବ୍ରହ୍ମ ଯାହା କୁହନ୍ତି ତାହା ଅଦୃଶ୍ୟ ତେଣୁ ପଣ୍ଡିତ ସେ ବ୍ରହ୍ମ ହଉଛନ୍ତି ଅଦୃଶ୍ୟ ବ୍ରହ୍ମ ହେଲେ ଗଛ ଗଛ ଆସିଲା ଡାଳ ତିନି ଆଉ ବେଶୀ ସମୟ ଯିବନି ତିନି ଡାଳ ପ୍ରମାଣ ଦେଲେ ବଳରାମ ଦାସ ଗୋଟିଏ ଗୋଟିଏ କବିଙ୍କୁ ଆଣିବି ପାଇଦବା ବଳରାମ ଦାସ କହିଲେ ତିନି ଡାଳ କିଏ କଲେ ସକଳ ଦେବ ଗଣ ଆପଣ ମାନେ ଯେତିକି ଜ୍ଞାନେନ୍ଦ୍ର ପୁଙ୍ଗ ଉପନୀତ ଆପଣଙ୍କ ଭିତରେ ଭଗବାନଙ୍କର ସତ୍ତା ଅଛି ନା ନାଇଁ ତେଣୁ ଏ ବ୍ରହ୍ମ ଗଛରେ ତିନୋଟି ଡାଳ ହେଲେ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଏଇଠି ପ୍ରଶ୍ନ ବାଚି କଣ ବ୍ରହ୍ମ ଗଛରେ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଡାଳ ହେଲେ ଇନ୍ଦ୍ର କାହିଁକି ନ ହେବେ ଅଗ୍ନି କାହିଁକି ନ ହେଲେ ସୂର୍ଯ୍ୟ କାହିଁକି ନ ହେବେ ଯମ କାହିଁକି ନ ହେବେ ନାଇଁ ଆଜ୍ଞା ଆମେ କାହିଁକି ନ ହବା ସେଇ କଥା ତିନି ଡାଳ ହେଲେ ବ୍ରହ୍ମା ବିଷ୍ଣୁ ମହେଶ୍ୱର କାହିଁକି ନା ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କ ପରେ ମାନେ ସୃଷ୍ଟି ହେଲେ ସୂର୍ଯ୍ୟ ତ ଶକ୍ତି ସେ ବ୍ୟକ୍ତି ନୁହଁ ଆମେ ତାଙ୍କୁ ବ୍ୟକ୍ତି ରୂପରେ ରୂପାୟିତ କରୁଛୁ ଅଗ୍ନି ଶକ୍ତି ପୁରାଣ ତାଙ୍କୁ ବ୍ୟକ୍ତି କରିଛି ତେଣୁ ବାବୁ ଗୋଟିଏ ପଦ କହୁଛି ପ୍ରଥମେ କିଏ ସେ ସୃଷ୍ଟି ନେଲେ କାହାଠାରୁ କୁମାର ସମ୍ଭବ କାବ୍ୟ କବି ହେଲେ କାଳିଦାସ କହିଲା ନମସ୍ତ୍ରୀ ମୃତ ସୃଷ୍ଟି କେବଳ ଆତ୍ମନେ ଗୁଣତ୍ରୟ ବିଭାଗାୟ ପଶ୍ଚାତ ଭେଦ ବାବୁରେ କାଳିଦାସ କହିଲେ ସୃଷ୍ଟିର ପୂର୍ବରୁ ସାର୍ ମାନେ ଲକ୍ଷ୍ୟ ଦିଅନ୍ତୁ ଗୋଟିଏ ଅରୂପ ବ୍ରହ୍ମ ବିଦ୍ୟମାନ ଥିଲେ ପ୍ରାକ ସୃଷ୍ଟି ପରବର୍ତ୍ତୀ ସମୟରେ ତିନୋଟି ଗୁଣରେ ଜନ୍ମ ନେଲେ ବ୍ରହ୍ମା ବିଷ୍ଣୁ ମହେଶ୍ୱର ମୋ ଗୁରୁଦେବ ଜଗନ୍ନାଥ ବେହେରାଙ୍କ ଭାଷାରେ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଜନ୍ମ ନେଲେ ସତ୍ ଚିତ୍ ଆନନ୍ଦ